ଛାତ ଉପରେ ଯେତିକି ବି ପନିପରିବା ଲଗା ହେଉଛି ବହୁତ ଛୋଟ ଛୋଟ ହେଉଛି ଆଉ ବେଳେବେଳେ ବାଇଗଣ ଭଲ ଫଳୁଛି କିନ୍ତୁ ବାକି ପନିପରିବା ଭଲ ହେଉନି। ମୂଳା କିନ୍ତୁ ଆମର ଏଥରକ ଗ୍ରାଉଣ୍ଡରେ ବହୁତ ଭଲ ହେଇଛି, ମାନେ ବିନା ବିଷ ଆଉ ବିନା ସାରରେ ଏତେ ଭଲ ଫଳିବ ଆଶା ହିଁ ନଥିଲା, କାହିଁକିନା କେବେ ବି ଆମେ ମୂଳା ଲଗେଇ ନଥିଲୁ ଗ୍ରାଉଣ୍ଡରେ। ସବୁ ବର୍ଷ ଆମେ ଲଗାଉ ଛାତ ଉପରେ, ଆଉ ସେ ଗ୍ରୋ ବେଗ୍ ସାଇଜ୍ରେ ହିଁ ସେ ଛୋଟ ହେଇକି ରହେ। କେବେ କେବେ ଯଦି ଗ୍ରୋ ବେଗ୍ ବଡ଼ ଦିଆହେଲା ତ ସେଇଟା ଭଲସେ ସେ ଫଳିଥାଏ, ମାନେ ଟିକେ ମୋଟା ହେଇଥାଏ ଆଉ ବେଳେବେଳେ ବହୁତ ବଡ଼ ବି ବାହାରେ। କିନ୍ତୁ ଗ୍ରାଉଣ୍ଡରେ ଯେତିକି ବଡ଼ ହେଇଛି କେବେ ବି ଆମର ଛାତ ଉପରେ ବୋଧହୁଏ ସେତିକି ବଡ଼ ଆମେ ପାଇନୁ। ସେଥିପାଇଁ ଏଥରକ ବହୁତ ଖୁସି ଲାଗୁଛି କି ଗ୍ରାଉଣ୍ଡରେ ଏତେ ସୁନ୍ଦର ସବୁ ଫଳିଛି। ମାନେ ଆହୁରି କୁଡ଼ା ଖୁସା କରିଥିଲେ ଆହୁରି ବହୁତ ଭଲ ଫଳିଥାନ୍ତା, ତ ଏତେ ଅଧିକା କୁଡ଼ା ଖୁସା ହେଇନି, ଯୋଉଥିପାଇଁ ସେମିତି ମୁଡ଼ି ମାଡ଼ି ହେଇକିରି ଯାହା ଯେତିକି ବଢ଼ି ପାରିଛି ବଢ଼ିଛି। ତ ମୂଳା ଆଜି ଯାହା ଯେତିକି ଥିଲା ସବୁ ହାର୍ଭେଷ୍ଟିଂ ଆଜି ଶେଷ କରିଦେଲୁ, କାରଣ ମା କହିଲେ କି ମୂଳା ରହିଲେ କୁଆଡ଼େ ମାନେ ସୋଲ ଫୁଟିଯାଏ ଯୋଉଟାକି ଆଉ ଖାଇ ହୁଏନି। ତ ସେଥିପାଇଁ ମା କହିଲେ ଯାହା ଯେତିକି ବି ଅଛି ସବୁ ଆଜି ନେଇ ଆସ, ଆଉ ରଖନି ତାକୁ, ରଖିଲା ମାନେ ଆଉ ଜମା ଖାଇ ବି ହବ। ତ ଏମିତି କରିକି ଆମେ ଗୋଟେ ଗୋଟେ ଓଲକୋବି ବି ଉପାଡ଼ିକି ଖାଉଛୁ, ମାନେ ଯେତିକି ଖାଇବା ମୁତାବରେ। ଆଉ ବେଳେବେଳେ ଏମିତି ଫୁଲକୋବି ବି ମଧ୍ୟ ବାନ୍ଧି ଆସିଲାଣି, ଯାହାକୁ ଫୁଲକୋବି କି ଖାଉଛୁ ବି ମଧ୍ୟ। ଆଉ କିଛି ପଛତୁରିଆ ଆମେ ସେମିତି ଯୋଉଠି ଫାଙ୍କା ହେଇଯାଉଛି ସେଇଠି ଗୋଟେ ଗୋଟେ ଏମିତି ଫୁଲକୋବି ଆମର ଯୋଉ ଉପରେ ଚାରା ତିଆରି ହେଇଥିଲା, ତ ସେ ସବୁ ଚାରା ବନା ହେଇଥିଲା ଯୋଉ, ତ ତାକୁ ବି ଆଣିକି ପୋତି ଦଉଛୁ, ଯାହାକି ଆମର ବହୁତ ଭଲସେ ଗ୍ରୋଥ୍ ବି ହେଇ ଆସିଲାଣି। ଆଉ ସବୁଠୁ ଅଧିକା ଆମର ଏଥର ଲାଗିଛି ପିଆଜ। ତ ପିଆଜଟା ଆମର ଏଥର କାହିଁକି ନା ଗତ ବର୍ଷ ଯେହେତୁ ବହୁତ ସାରା ଫଳିଥିଲା, ଲୋଭ ଏଥରକ ସେଥିପାଇଁ ଅଧିକା ଲାଗିଗଲା। ସେଥିପାଇଁ ଏଥର ଟିକେ ଅଧିକା କରିକି ଲଗେଇଛୁ। ଛାତ ଉପରେ ବହୁତ ଲାଗିଛି କିନ୍ତୁ ଗ୍ରାଉଣ୍ଡରେ ଟିକେ କମ୍ ଲାଗିଛି। ଯଦି ଭଲ ଫଳିଲା ନେକ୍ସଟ ଇୟରକୁ ଆମକୁ ଅଧିକା ଲଗେଇବାକୁ